ପ୍ରଥମେ ଜାଣିବା ଜଗନ୍ନାଥ ଶବ୍ଦର ଅର୍ଥ କ'ଣ? ଜଗନ୍ନାଥ ଶବ୍ଦର ଅର୍ଥ ହେଉଛି ଜଗତର ନାଥ ବା ସର୍ବବିଶ୍ୱର ପ୍ରଭୁ। ପରବର୍ତ୍ତୀ ପ୍ରଶ୍ନ, ଶ୍ରୀ ଜଗନ୍ନାଥ ମନ୍ଦିର କିଏ ନିର୍ମାଣ କରିଥିଲେ? ଏହାର ରାଇଟ୍ ଆନ୍ସର ହେଉଛି ଚୋଡ଼ଗଙ୍ଗ ଦେବ। ଚୋଡ଼ଗଙ୍ଗ ଦେବ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ। ଶ୍ରୀମନ୍ଦିର ଅନ୍ୟ ନାମ କ'ଣ? ଶ୍ରୀମନ୍ଦିରର ଅନ୍ୟ ନାମ ହେଉଛି ବଡ଼ ଦେଉଳ। ପରବର୍ତ୍ତୀ ପ୍ରଶ୍ନ, ଶ୍ରୀ ଜଗନ୍ନାଥ ମନ୍ଦିରର ଉଚ୍ଚତା କେତେ? ଏହାର ରାଇଟ୍ ଆନ୍ସର ହେଉଛି 214 ଫୁଟ 8 ଇଞ୍ଚ। ପରବର୍ତ୍ତୀ ପ୍ରଶ୍ନ, ଅରୁଣ ସ୍ତମ୍ଭର ଉଚ୍ଚତା କେତେ? ଏହାର ରାଇଟ୍ ଆନ୍ସର ହେଉଛି 34 ଫୁଟ। ପରବର୍ତ୍ତୀ ପ୍ରଶ୍ନ, ନୀଳଚକ୍ରର ଆନୁମାନିକ ମୂଲ୍ୟ କେତେ ହେବ? ଏହାର ମଧ୍ୟ ରାଇଟ୍ ଆନ୍ସର 40 କୋଟି। ପରବର୍ତ୍ତୀ ପ୍ରଶ୍ନ, ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ମନ୍ଦିରର ନାମ କ'ଣ? ଏହାର ରାଇଟ୍ ଆନ୍ସର ହେଉଛି ଶ୍ରୀମନ୍ଦିର। ପରବର୍ତ୍ତୀ ପ୍ରଶ୍ନ, ଶ୍ରୀ ଜଗନ୍ନାଥ ମନ୍ଦିରର କେଉଁ ଶୈଳୀରେ ନିର୍ମାଣ କରାଯାଇଛି? ଏହାର ରାଇଟ୍ ଆନ୍ସର ହେଉଛି ପଞ୍ଚରଥ ଶୈଳୀ। ପରବର୍ତ୍ତୀ ପ୍ରଶ୍ନ, ଶ୍ରୀ ଜଗନ୍ନାଥ ମନ୍ଦିର କେବେ ନିର୍ମାଣ କରାଯାଇଥିଲା? ଏହାର ରାଇଟ୍ ଆନ୍ସର ହେଉଛି ଦ୍ୱାଦଶ ଶତାବ୍ଦୀରେ। ପରବର୍ତ୍ତୀ ପ୍ରଶ୍ନ, କେଉଁ ମସିହାରେ ଅରୁଣ ସ୍ତମ୍ଭକୁ ଭଗ୍ନ ଅବସ୍ଥାରେ କୋଣାର୍କରୁ ପୁରୀକୁ ଅଣାଗଲା? ଏହାର ରାଇଟ୍ ଆନ୍ସର 1611 ମସିହାରେ। ପରବର୍ତ୍ତୀ ପ୍ରଶ୍ନ, କେତୋଟି ଧାତୁର ମିଶ୍ରଣରେ ନୀଳଚକ୍ରର ନିର୍ମାଣ କରାଯାଇଛି? ଏହାର ରାଇଟ୍ ଆନ୍ସର 8ଟି। ପରବର୍ତ୍ତୀ ପ୍ରଶ୍ନ, ଶ୍ରୀମନ୍ଦିର ଚାରିପଟେ ଥିବା ପାଚେରୀର ନାମ କ'ଣ? ଏହାର ରାଇଟ୍ ଆନ୍ସର ହେଉଛି ମେଘନାଦ ପାଚେରୀ। ପରବର୍ତ୍ତୀ ପ୍ରଶ୍ନ, ପ୍ରତିବର୍ଷ କେଉଁ ମାସରେ ରଥଯାତ୍ରା ପଡ଼ିଥାଏ? ଏହାର ରାଇଟ୍ ଆନ୍ସର ହେଉଛି ଆଷାଢ଼ ମାସରେ। ପରବର୍ତ୍ତୀ ପ୍ରଶ୍ନ, ଶ୍ରୀ ଜଗନ୍ନାଥ ମନ୍ଦିରରେ ଥିବା ଭଣ୍ଡାର ଗୃହର ନାମ କ'ଣ? ଏହାର ରାଇଟ୍ ଆନ୍ସର ରତ୍ନ ଭଣ୍ଡାର। ପରବର୍ତ୍ତୀ ପ୍ରଶ୍ନ, ଶ୍ରୀ ଜଗନ୍ନାଥ ନୂତନ ଶରୀର ଧାରଣ ପର୍ବର ନାମ କ'ଣ? ଏହାର ରାଇଟ୍ ଆନ୍ସର ହେଉଛି ନବକଳେବର। ପରବର୍ତ୍ତୀ ପ୍ରଶ୍ନ, ଶ୍ରୀ ଜଗନ୍ନାଥଙ୍କ ନବକଳେବର କେବେ କରାଯାଏ? ଏହାର ରାଇଟ୍ ଆନ୍ସର ହେଉଛି କ୍ରମାଗତ ଓଡ଼ିଆ ଯୋଡ଼ା ଆଷାଢ଼ ମାସରେ। ପରବର୍ତ୍ତୀ ପ୍ରଶ୍ନ, ଶ୍ରୀ ଜଗନ୍ନାଥଙ୍କ ନୀଳାଦ୍ରି ମହୋତ୍ସବ କେଉଁ ତିଥିରେ ପାଳନ କରାଯାଏ? ଏହାର ରାଇଟ୍ ଆନ୍ସର ହେଉଛି ବୈଶାଖ ଶୁକ୍ଳ ସପ୍ତମୀ। ପରବର୍ତ୍ତୀ ପ୍ରଶ୍ନ, ଶ୍ରୀ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରା କେଉଁ ତିଥିରେ ପାଳନ କରାଯାଏ? ବୈଶାଖ ଶୁକ୍ଳ ତୃତୀୟା ଠାରୁ 21 ଦିନ। ପରବର୍ତ୍ତୀ ପ୍ରଶ୍ନ, ନୀଳଚକ୍ରର ପରିଧି କେତେ? ଏହାର ରାଇଟ୍ ଆନ୍ସର ହେଉଛି 34 ଫୁଟ। ପରବର୍ତ୍ତୀ ପ୍ରଶ୍ନ, ପ୍ରତିଦିନ କେତେ ପ୍ରକାରର ଭୋଗ ମହାପ୍ରଭୁଙ୍କୁ ଜଗନ୍ନାଥଙ୍କୁ ଅର୍ପଣ କରାଯାଏ? ଏହାର ରାଇଟ୍ ଆନ୍ସର ହେଉଛି 56 ପ୍ରକାରର। ଶ୍ରୀ ଜଗନ୍ନାଥଙ୍କ ଭୋଗ କେଉଁ ଦେବୀଙ୍କୁ ଅର୍ପଣ କଲା ପରେ ମହାପ୍ରସାଦ ବା ଅବଢ଼ାରେ ପରିଣତ ହୋଇଥାଏ? ଏହାର ରାଇଟ୍ ଆନ୍ସର ଦେବୀ ବିମଳା।